ଏପ୍ରିଲ 2025 ପାଇଁ ଧନୁ ରାଶିଫଳ। 2025 ମସିହାର ଏପ୍ରିଲ ମାସିକ ରାଶିଫଳ ଅନୁସାରେ ଏହି ମାସ ଧନୁ ରାଶିର ଜାତ ବ୍ୟକ୍ତିଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାସର ଆରମ୍ଭରେ ଏହି ପାଞ୍ଚଟି ଗ୍ରହ ରାହୁ, ବୁଧ, ଶୁକ୍ର, ସୂର୍ଯ୍ୟ ଏବଂ ଶନି ଆପଣଙ୍କ ଚତୁର୍ଥ ଘରେ ଅବସ୍ଥାପିତ ହେବେ। ଏପରି ପରିସ୍ଥିତିରେ ପାରିବାରିକ ଜୀବନରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। କେତୁ ଦଶମ ଘରେ ଉପସ୍ଥିତ ରହିବେ, ଯାହାଦ୍ୱାରା ଆପଣଙ୍କର କାମରେ ଆଗ୍ରହ କମିଯିବ ଏବଂ ଆପଣଙ୍କର ଚାକିରିରେ ସମସ୍ୟା ସୃଷ୍ଟି ହୋଇପାରେ। ବ୍ୟବସାୟ କରୁଥିବା ଲୋକଙ୍କୁ ମଧ୍ୟ ଉପର ପତନର ସମ୍ମୁଖୀନ ହେବାକୁ ପଡ଼ିବ, କାରଣ ମଙ୍ଗଳ ମାସର ଆରମ୍ଭରେ ସପ୍ତମ ଘରେ ରହିବେ ଏବଂ ତାପରେ ଅଷ୍ଟମ ଘରକୁ ଯିବେ। ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଯଦି ଆମେ ବୈବାହିକ ସମ୍ପର୍କ ବିଷୟରେ କଥା ହେବା, ତେବେ ମାସର ଆରମ୍ଭରୁ ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏହି ମାସ ପ୍ରେମ ସମ୍ପର୍କ ପାଇଁ ଅନୁକୂଳ ବୋଲି କୁହାଯାଇପାରେ। ତୁମେ ତୁମର ପ୍ରେମ ସମ୍ପର୍କକୁ ଖୋଲାଖୋଲି ଭାବରେ ଗ୍ରହଣ କରିବ। ପ୍ରେମ ବିବାହ ବିଷୟ ମଧ୍ୟ ଚୂଡ଼ାନ୍ତ ହୋଇପାରେ। ପ୍ରେମ ବିବାହ ମଧ୍ୟ ହୋଇପାରେ ଏବଂ କିଛି ପରିସ୍ଥିତିରେ ଆପଣ ଗୁପ୍ତରେ ମଧ୍ୟ ପ୍ରେମ କରିପାରିବେ। ଆର୍ଥିକ ଦୃଷ୍ଟିରୁ ଏହି ମାସଟି ମଧ୍ୟମ ହେବାର ସମ୍ଭାବନା ଅଛି। ମାସର ପ୍ରଥମାର୍ଦ୍ଧରେ ବହୁତ ଖର୍ଚ୍ଚ ହେବ, କିନ୍ତୁ ଦ୍ୱିତୀୟରେ ଖର୍ଚ୍ଚ ସହିତ ଆପଣଙ୍କୁ ଭଲ ଆୟ ମଧ୍ୟ ମିଳିବ, ଯାହାଫଳରେ ଆପଣ ଆପଣଙ୍କର ଆର୍ଥିକ ଅବସ୍ଥାରେ ଭଲ ଉନ୍ନତି ଦେଖିପାରିବେ। ଏହି ମାସ ଛାତ୍ରମାନଙ୍କ ପାଇଁ ଉତ୍ଥାନ ପତନରେ ପରିପୂର୍ଣ୍ଣ ହେବ। ସ୍ଥିର ଏବଂ ନିରନ୍ତର ପ୍ରୟାସ ଏବଂ କଠିନ ପରିଶ୍ରମ ସହିତ ଆପଣଙ୍କୁ ସଫଳତା ହାସଲ କରିବାକୁ ସୁଯୋଗ ମିଳିବ। ଏହି ମାସରେ ଆପଣଙ୍କର ବିଦେଶ ଯାତ୍ରାର ସମ୍ଭାବନା ହୋଇପାରେ। ଏଥିପାଇଁ ତୁମକୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। କ୍ୟାରିୟର ଦୃଷ୍ଟିକୋଣରୁ ଏହି ମାସଟି ବହୁତ ଭଲ ଏବଂ ଖରାପ ହେବ। ମାସ ଆରମ୍ଭରୁ ରାହୁ, ଶୁକ୍ର, ଶନି ଏବଂ ବୁଧ ଚତୁର୍ଥ ଘରେ ବସିଥିବା ଏହି ପାଞ୍ଚଟି ଗ୍ରହ ଆପଣଙ୍କ ସପ୍ତମ ଘରେ ପ୍ରଭାବ ପକାଇବେ। ମାସର ଆରମ୍ଭରେ ଷଷ୍ଠ ଘରେ ବସିଥିବା ବୃହସ୍ପତି ଏବଂ ସପ୍ତମ ଘରେ ବସିଥିବା ମଙ୍ଗଳଙ୍କ ଦୃଷ୍ଟି ଦଶମ ଘରେ ମଧ୍ୟ ରହିବ। କେତୁ ମହାରାଜ ଦଶମ ଘରେ ବସିବେ ଏବଂ ତୁମର ଦଶମ ଘରର କର୍ତ୍ତା ବୁଧ ମଧ୍ୟ ଚତୁର୍ଥ ଘରେ ନିଜ ରାଶିରେ ବସିବେ। ଏହା ଆପଣଙ୍କ ଚାକିରିରେ ସମସ୍ୟା ସୃଷ୍ଟି କରିପାରେ। ଆପଣଙ୍କ ପରିବାର ସମସ୍ୟା ଆପଣଙ୍କ ଚାକିରିରେ ସମସ୍ୟା ବଢ଼ାଇପାରେ। କାମରେ ଆପଣଙ୍କର ଆଗ୍ରହ କମିଯିବ। ଆପଣ କାମରୁ ଦୂରେଇ ଯିବେ ଏବଂ କାମରେ ଭୁଲ ହେବାର ସମ୍ଭାବନା ହୋଇପାରେ। ଏହି କାରଣରୁ ଆପଣଙ୍କ ଚାକିରି ଉପର ତଳର ସମ୍ମୁଖୀନ ହୋଇପାରନ୍ତି ଏବଂ ଚାକିରିରେ କିଛି ଚ୍ୟାଲେଞ୍ଜ ଆପଣଙ୍କୁ ଅସୁବିଧାରେ ପକାଇବ। ଷଷ୍ଠ ଘରର କର୍ତ୍ତା ଶୁକ୍ର ଉଚ୍ଚ କରାଯିବ ଏବଂ ଚତୁର୍ଥ ଘରେ ଅବସ୍ଥାପିତ କରାଯିବ, ଯାହାଫଳରେ ଆପଣ ଧୀରେ ଧୀରେ ଆପଣଙ୍କ ସମସ୍ୟାରୁ ବାହାରିବେ। ପ୍ରେମ ଏବଂ ବିବାହ। ଯଦି ଆପଣ ପ୍ରେମ ସମ୍ପର୍କ କରିଛନ୍ତି, ମାସର ଆରମ୍ଭରେ ଆପଣଙ୍କ ପାଇଁ ଅନୁକୂଳ ହେବ। ମାସର ଆରମ୍ଭରେ ପଞ୍ଚମ ଘରର ପ୍ରଭୁ ମଙ୍ଗଳ ସପ୍ତମ ଘରେ ଅବସ୍ଥାପିତ ହେବେ, ଯାହାଫଳରେ ଆପଣ ଆପଣଙ୍କ ପ୍ରେମ ଜୀବନରେ ବହୁତ ସାହସୀ ହୋଇଯିବେ ଏବଂ ବହୁତ ସାହସ ଦେଖାଇବେ। ତୁମେ ତୁମର ସମ୍ପର୍କକୁ ଗ୍ରହଣ କରିବ ଏବଂ ଏହାକୁ ଆଗକୁ ନେବ। ତୁମର ପ୍ରେମ ବିବାହ ଚୂଡ଼ାନ୍ତ ହୋଇପାରେ ଏବଂ ତୁମର ପ୍ରେମ ବିବାହ ମଧ୍ୟ ହୋଇପାରେ। ତେଣୁ ମାସର ଆରମ୍ଭ ଆପଣଙ୍କ ପ୍ରେମ ଜୀବନ ପାଇଁ ବହୁତ ଭଲ ହେବ। ଏହାପରେ 3 ଏପ୍ରିଲରୁ ମଙ୍ଗଳ ଗ୍ରହ ଆପଣଙ୍କ ଅଷ୍ଟମ ଘରେ
ନିଚର ରାଶି କର୍କଟ ରାଶିରେ ପ୍ରବେଶ କରିବେ, ଯାହା ଫଳରେ ଆପଣ ଆପଣଙ୍କ ସମ୍ପର୍କରେ କିଛି ସଂଯୋଗ ଅନୁଭବ କରିବେ ଏବଂ ସମ୍ପର୍କରେ ଚାଲିଥିବା କିଛି ସମସ୍ୟା ହ୍ରାସ ପାଇବ। ତୁମେ ତୁମର ସମ୍ପର୍କ ବିଷୟରେ ପରିକଳ୍ପନା ହେବ, କିନ୍ତୁ ଏହାକୁ କିପରି ପରିଚାଳନା କରିବ ତାହା ବୁଝିପାରିବ ନାହିଁ। ଏହା ତୁମ ଦୁହିଁଙ୍କ ମଧ୍ୟରେ ସମସ୍ୟା ବଢ଼ାଇପାରେ। 14 ଏପ୍ରିଲରୁ ସୂର୍ଯ୍ୟ ମହାରାଜ ତୁମର ପଞ୍ଚମ ଘରେ ପ୍ରବେଶ କରିବେ ଏବଂ ତାଙ୍କର ଉଚ୍ଚ ରାଶି ମେଷରେ ରହିବେ। ଏହା ଆପଣଙ୍କ ପ୍ରେମିକାର ଅହଙ୍କାରକୁ ବୃଦ୍ଧି କରିପାରେ, ଯାହା ଆପଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏହା ସହିତ ଆପଣଙ୍କ ପ୍ରିୟଜନଙ୍କ ସ୍ୱାସ୍ଥ୍ୟରେ ଅବନତି ମଧ୍ୟ ଚିନ୍ତାର କାରଣ ହୋଇପାରେ, ତେଣୁ ଆପଣଙ୍କୁ ତାଙ୍କ ଯତ୍ନ ନେବାକୁ ପଡ଼ିବ। ବିବାହିତ ଲୋକଙ୍କ ବିଷୟରେ କହିବାକୁ ଗଲେ, ସପ୍ତମ ଘରର ସ୍ୱାମୀ ବୁଧ ସମ୍ପୂର୍ଣ୍ଣ ମାସ ପାଇଁ ଚତୁର୍ଥ ଘରେ ରହିବେ ଏବଂ ମଙ୍ଗଳ ମାସର ଆରମ୍ଭରେ ସପ୍ତମ ଘରେ ରହିବା ଦ୍ୱାରା ପାରମ୍ପରିକ ସମ୍ପର୍କ ନଷ୍ଟ ହୋଇପାରେ ଏବଂ ଝଗଡ଼ା ଏବଂ କଲହ ପରିସ୍ଥିତି ସୃଷ୍ଟି ହୋଇପାରେ। ତୃତୀୟରୁ ଭଗବାନ ମଙ୍ଗଳ ଅଷ୍ଟମ ଘରେ ପ୍ରବେଶ କରିବେ, ଯାହା କାରଣରୁ ଶ୍ୱଶୁର ଘର ଲୋକଙ୍କ ସହିତ ଝଗଡ଼ାର ସମ୍ଭାବନା ଅଛି, ଯାହା ସେମାନଙ୍କ ସହିତ ଆପଣଙ୍କ ସମ୍ପର୍କରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏପରି କ୍ଷେତ୍ରରେ ଆପଣ ଆପଣଙ୍କ ବୈବାହିକ ସମ୍ପର୍କରେ ଅବନତି ଆଣିପାରେ ଏବଂ ଆପଣଙ୍କ ଜୀବନସାଥୀ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆକ୍ରାନ୍ତ ହୋଇପାରନ୍ତି। ତେଣୁ ଏହି ମାସ ସାରା ଆପଣ ଆପଣଙ୍କର ଜୀବନସାଥୀଙ୍କ ସହିତ ଭଲ ବ୍ୟବହାର କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଏବଂ ସେମାନଙ୍କର ଚିକିତ୍ସା କରିବାକୁ ପଡ଼ିବ। ପ୍ରତିକାର: ତୁମେ ତୁମର ରାଶିର ପ୍ରଭୁ ଦେବଗୁରୁ ବୃହସ୍ପତିଙ୍କ ବୀଜ ମନ୍ତ୍ର ନିୟମିତ ଭାବରେ ଜପ କରିବା ଉଚିତ। ଗୁରୁବାର ଦିନ ପିପଲ ଗଛକୁ ନ ଛୁଇଁ ଜଳ ଅର୍ପଣ କରିବା ଉଚିତ। ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଲାଲ ଡାଲିମ୍ବ ଅର୍ପଣ କରିବା ଓ ଛୋଟ ପିଲାମାନଙ୍କ ମଧ୍ୟରେ ବାଣ୍ଟିଲେ ଆପଣଙ୍କୁ ଲାଭ ମିଳିବ। ରବିବାର ଦିନ ତୁମେ ସୂର୍ଯ୍ୟଦେବଙ୍କ ବୀଜ ମନ୍ତ୍ରକୁ 108 ଥର ଜପ କରିବା ଉଚିତ।